ମା କଟକ ଚଣ୍ଡୀ କଟକର ଅଧିଷ୍ଠାତ୍ରୀ ଦେବୀ। ସେଇଭଳି ମା ଗଡ଼ଚଣ୍ଡୀ କଟକର ପୁରୁଣା ଅଧିଷ୍ଠାତ୍ରୀ ଦେବୀ। ଖାନନଗରର କାଳୀ ବୈଷ୍ଣବୀ, ତାଙ୍କୁ ଯିଏ ଉଦ୍ଧାର କରିଥିଲେ ବୈଷ୍ଣବୀ ଧର୍ମରେ ତାଙ୍କୁ ପ୍ରତିଷ୍ଠିତ କରିଥିଲେ, ସେ ହେଉଛନ୍ତି ବାଇନ ପଣ୍ଡିତ। ସେଠି ଏ ସେବକ 3-4 ଦିନ ରହିଛି। ମା କାଳୀ ସେଇଭଳି କଟକର କାଳୀଗଳିର ଗୋଟେ କାଳୀ ଅଛନ୍ତି। ମହାପ୍ରଭୁ ଚୈତନ୍ୟ ଯେଉଁ ଗଡ଼ଗଡ଼େଶ୍ୱର ମହାଦେବଙ୍କ ବାଟରେ ପୁରୀ ଯାତ୍ରା କରିଥିଲେ, ଆଜି ବି ଯେଉଁ ପଥର ଉପରେ ସେ ଠିଆ ହେଇଯାଇଥିଲେ, ତାଙ୍କ ପାଦ ଚିହ୍ନଟି ସେ ପଥର ଉପରେ ରହିଯାଇଛି, ଯାହାଙ୍କୁ ଆପଣମାନେ ଗଡ଼ଗଡ଼େଶ୍ୱର ମହାଦେବ ବୋଲି କୁହନ୍ତି। ଚୈତନ୍ୟ ସେଠି କୀର୍ତ୍ତନ କରି ଗଡ଼ିଥିଲେ, ତେଣୁ ସେ ମହାଦେବଙ୍କର ନାଁ ହେଇଛି ଗଡ଼ଗଡ଼େଶ୍ୱର। ଏଇସବୁ କଥାକୁ ନେଇ ଗଡ଼ଗଡ଼େଶ୍ୱର ଅମରେଶ୍ୱର ମହାଦେବଙ୍କୁ ଦର୍ଶନ କଲେ ସେଠି ସବୁବେଳେ ପାଣି ଝରୁଛି, ସେ ପାଣି ଭିତରେ ଅଛନ୍ତି। ଏଇ ମହିମା ବିମଣ୍ଡିତ କଟକ, ଏଇ କଟକ ସହରରେ ବଳିଆର ଜନ୍ମ। ଯେଉଁ ମେଡ଼ିକାଲ ହେଉଛି ମୟୂରଭଞ୍ଜ ରାଜାଙ୍କର ଅବଦାନ, କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ ବର୍ତ୍ତମାନ ଯେଉଁ କର୍କଟ ରୋଗ ଚିକିତ୍ସା କେନ୍ଦ୍ର ହେଇଛି, ସେଇଠି ମୋର ଜନ୍ମ 1954 ମସିହାରେ ହେଇଥିଲା। ଆପଣ ଦେଖନ୍ତୁ, ସେଇ 54 ଶବ୍ଦଟିକୁ ନେଇ ମୋର କାର୍ଯ୍ୟ ବି ଆଜି ଚାଲିଛି। ପଞ୍ଚ ମହାଭୂତର ସୁରକ୍ଷା, ଧର୍ମ ଅର୍ଥ କାମ ମୋକ୍ଷରୁ ଦୁର୍ନୀତି ବ୍ୟଭିଚାର ଭ୍ରଷ୍ଟାଚାରକୁ ଦୂରୀଭୂତ କରିବା, ଅନ୍ଧବିଶ୍ୱାସରୁ ଦୂରେଇ ଯିବା, ଏଇ କାର୍ଯ୍ୟ ଅନବରତ ବଳିଆ ବି କରୁଛି, ବଳିଆର ସେବକମାନେ ମଧ୍ୟ କରୁଛନ୍ତି। ଏହା ହିଁ ପ୍ରକୃତରେ ସମାଜ ପାଇଁ ଶ୍ରେଷ୍ଠ ଯଜ୍ଞ। ଯେଉଁମାନେ ଘୃତ ଯଜ୍ଞ, ନାମ ଯଜ୍ଞ, ଜପ ଯଜ୍ଞ, ଅନ୍ନ ଯଜ୍ଞ କରୁଛନ୍ତି, ସେମାନେ କରନ୍ତୁ, ଅସୁବିଧା କିଛି ନାହିଁ। କିନ୍ତୁ ତା ସହିତ ସାମାଜିକ ଯଜ୍ଞ, ସାମାଜିକ ସେବାକୁ ବା ସେବା ଉପରେ ଗୁରୁତ୍ୱ ଆରୋପ କରିବା ନିତ୍ୟାନ୍ତ ଜରୁରୀ। ତା ନହେଲେ ସମାଜ ଆଜି ପଥଭ୍ରଷ୍ଟ ହେଇଯାଉଛି। ଏଇ 5-4କୁ ଯଦି ଆମେ ମିଶେଇ ଦେବା, ଇଏ ହେବ 9। ଏଇ ଯେଉଁ 9 ସଂଖ୍ୟାଟି ଆସିବ, ଇଏ 9 ସଂଖ୍ୟାକୁ ନେଇକି ଆମର ସମସ୍ତ ଆଧ୍ୟାତ୍ମିକ ବାଣୀମାନେ, ଆଧ୍ୟାତ୍ମିକ ଭୂମିମାନେ ଏହାକୁ ନେଇ ସମସ୍ତ କାର୍ଯ୍ୟ କରନ୍ତି। ତାକୁ କୁହନ୍ତି ନବଧା ଭକ୍ତି। ଆମେ ଗୋଟେ ଭଲ ସେବକଟିଏ ହେବାକୁ ହେଲେ, ଭଲ ବାବାଜୀ ହେଇପାର ରହିପାର, ସେଟା ଅଲଗା,
ଭଲ ସେବକଟିଏ ହେବାକୁ ହେଲେ ଗୃହସ୍ଥ ଆଶ୍ରମରେ ରୁହ କିମ୍ବା ସନ୍ନ୍ୟାସ ଆଶ୍ରମରେ ରୁହ, 9ଟି ହେଉଛି ତାର ମାର୍ଗ। 9ଟି କ'ଣ? ଇଏ ପ୍ରତ୍ୟେକ ଜୀବନ ହେଉଛି ମଣିଷର ପ୍ରତ୍ୟେକ ମଣିଷ ଜୀବନର 9ଟି ଦ୍ୱାର। ସେ 9 ଦ୍ୱାର ବିଶିଷ୍ଟ ଜୀବନକୁ ନେଇ ଜୀବନଟି ତିଆରି ହେଇଛି। ମୁଖ 1, ଚକ୍ଷୁ 2, 3, କର୍ଣ୍ଣ 2, 5, ନାସାର 2 ପୁଡ଼ା 7, ମଳମୂତ୍ର ଦ୍ୱାର ମିଶି ଏହା ହେଉଛି 9 ଦ୍ୱାର ବିଶିଷ୍ଟ ଜୀବନ। ଏବଂ ଏଇ 9 ଦ୍ୱାର ବିଶିଷ୍ଟ ଜୀବନକୁ ଉଦ୍ଧାର କରିବା ପାଇଁ ନବଦ୍ୱୀପ ଧାମରେ ପ୍ରେମାବତାର ନାମାବତାର ଗୌର ସୁନ୍ଦର ଜନ୍ମଗ୍ରହଣ କରିଥିଲେ ଏବଂ ସିଏ ହିଁ ଆମମାନଙ୍କୁ କହିଥିଲେ କଳିର କରାଳ ରୂପରୁ ଉଦ୍ଧାର ପାଇବାକୁ ହେଲେ ନାମ ସଂକୀର୍ତ୍ତନ ହିଁ ଶ୍ରେଷ୍ଠ ମାର୍ଗ। ଏବଂ ଏଇ 9 ଅକ୍ଷରକୁ ନେଇ ଭାଗବତ ରଚନା ହେଲା ଓଡ଼ିଆରେ। ନମଇ ନୃସିଂହ ଚରଣ ଅନାଦି ପରମକାର। ଏଇ 9 ଅକ୍ଷରକୁ ନେଇ ନବଖଣ୍ଡ ମେଦିନୀକୁ ଭାଗ ଭାଗ କରି ଦିଆହେଲା ଏବଂ ଭାଗବତର ଭରତ ଏ ନବଖଣ୍ଡ ମେଦିନୀର ଜଣେ ଜଣେ ଦାୟିତ୍ୱ ବହନ କରିଦେଲେ। ଯାହା ଭାଗବତର କଥା। ସେଇଭଳି ଭାବରେ ଭଲ କଥା ଶୁଣ 1, ସେ କଥାକୁ ପ୍ରଚାର କର 2, ଶୁଣିବା ହେଉଛି ଶ୍ରବଣ, ପ୍ରଚାର କରିବା ହେଉଛି କୀର୍ତ୍ତନ। ଭଲ ଗୁରୁଜନ ମାନଙ୍କର ପୂଜା କର ବା ଅନ୍ୟକୁ ପୂଜା ଦିଅ। ଏହା 3। ଯାହାଙ୍କ ଦୟାରୁ ଏ ଦୁନିଆକୁ ଆମେ ଆସିଛେ, ଖାଉଛେ, ପିନ୍ଧୁଛେ, ସବୁକିଛି ସେ ଆମକୁ ଦେଇଛନ୍ତି, ତାଙ୍କର ବନ୍ଦନା ସକାଳ ସନ୍ଧ୍ୟାରେ କର। କର୍ମ କର, ନିଜକୁ ଭାବ ମୁଁ ଜଣେ କର୍ମୀ, ମୁଁ ସେଇ ସୃଷ୍ଟିର ସଂସ୍ଥାଙ୍କର ଦାସ। ଅର୍ଚ୍ଚନ କର, ମାନେ ସେ ଅନ୍ନଯଜ୍ଞ କର, ନାମ ଯଜ୍ଞ କର। ଅର୍ଚ୍ଚନ ଅର୍ଚ୍ଚନଟି ସବୁଠାରୁ ଭଲ ହେଉଛି ଭିନ୍ନକ୍ଷମ ମଣିଷ, ଯିଏ କଥା କହିପାରୁନି, ଚାଲିପାରୁନି, ବୃଦ୍ଧାଶ୍ରମ, ଅନାଥାଶ୍ରମ, ଏଇସବୁକୁ ଯଦି ତେବେ କିଛି ଖାଦ୍ୟପେୟ ଦେଇ ସନ୍ତୁଷ୍ଟ କଲ, ତାଠାରୁ ବଳି ବଡ଼ ପୂଜା କିଛି ନାହିଁ। ସମସ୍ତଙ୍କୁ ନେଇକିରି କାର୍ଯ୍ୟ କର, ସେଇଟା ହେଉଛି ସଖ୍ୟ। ଜୀବନ ହଉ, ପରିବାର ହଉ, ସଂଘ ହଉ, ଯାଅ ଏବଂ ଶେଷରେ ନିଜର ଜୀବନରେ କେତେ ଭୁଲ କରିଛ, କେତେ ଠିକ୍ କରିଛ, ତାକୁ ଗୋଟେ ସମୀକ୍ଷା ପ୍ରତ୍ୟେକ ଦିନ କର। ଯଦି ଭୁଲ କରିଛ ତାର ଅନୁତାପ କର, ଆଉ ଭୁଲ ନ କରିବା ପାଇଁ ସଂକଳ୍ପ ନିଅ ଏବଂ ଭଗବାନଙ୍କ ପାଖରେ ତାକୁ ସମର୍ପଣ କର। ଏଇଭଳି 9ଟି ମାର୍ଗ ହେଉଛି, ତାକୁ କୁହାଯାଇଛି ନବଧା ଭକ୍ତି। କିନ୍ତୁ ବଳିଆ ଯାହା ବୁଝେଇଲା ସେଇଟା ଗୋଟେ ବଳିଆ ନିଜର ଚିନ୍ତାକୁ ନେଇ ବୁଝଉଛି, କିନ୍ତୁ ତାର
ଭାଗବତ କଥାକାର ମାନେ ତାକୁ ଅଲଗା ରୂପରେ ବୁଝାନ୍ତି। ଶ୍ରବଣମ୍ କୀର୍ତ୍ତନଂ ବିଷ୍ଣୁ ସ୍ମରଣଂ ପାଦ ସେବନମ୍ ଅର୍ଚ୍ଚନଂ ବନ୍ଦନମ୍ ଦାସ୍ୟ ସାକ୍ଷାତ୍ ପରିବେଦନ। ଏଇ ଯେଉଁ 54 ସଂଖ୍ୟା 5ରୁ ଯଦି 4 କି ଫେରି ଦିଆଯାଏ ତାହେଲେ କ'ଣ ହୁଏ? 5ରୁ 4 ଗଲେ ତ 1 ରହେ। ଆମେ ଯେତେ ରୂପରେ ନାମରେ ଆମେ ଭଗବାନଙ୍କୁ ପୂଜା କରୁଛୁ, ସବୁବେଳେ ମନେ ରଖ ସିଏ ଏତେ ନୁହନ୍ତି, ସେ ମାତ୍ର ଜଣେ। ସେ ଗୋଟିଏ ଅଦୃଶ୍ୟ ଜ୍ୟୋତି। ତାଙ୍କର ମୂଳ ନାଁ ହେଉଛି ନିରାକାର। ସେଇ ନିରାକାର ହେଉଛନ୍ତି ସର୍ବଶକ୍ତିମାନ। ଆମେ ତାଙ୍କୁ ଭିନ୍ନ ଭିନ୍ନ ରୂପରେ, ଭିନ୍ନ ଭିନ୍ନ ନାମରେ, ଭିନ୍ନ ଭିନ୍ନ ମଠ ମନ୍ଦିର ସିନା ପୂଜା କରୁଛୁ, କିନ୍ତୁ ସେ କେବେ ବି ଏ ଦୁନିଆରେ ସେ ମାନେ 5 7 ହେବେ ନାହିଁ। ହଁ, 1ରୁ ସେ 2 ହେବେ। ସେଟା ପ୍ରକୃତି ଆଉ ପୁରୁଷର ରୂପରେ ସେ ଆବିର୍ଭାବ ନହେଲେ ସୃଷ୍ଟି ସୃଜନ ହେଇପାରିବନି। ସିଏ ପତି ପତ୍ନୀ ରୂପରେ, ପ୍ରକୃତି ପୁରୁଷ ରୂପରେ, ଭାଇ ଭଉଣୀ ରୂପରେ ସବୁବେଳେ ଆବିର୍ଭାବ ହେବେ। ଇଏ ହେଉଛି ଗୋଟିଏ କଥା। ସେଥିପାଇଁ ଆପଣମାନେ 5କୁ ଯଦି 4ରେ ଗୁଣିବେ କେତେ ହେଲା? 5 20। ଏ ଯେଉଁ 20 ସଂଖ୍ୟାଟା ହେଲା, ଇଏ 20 ମାନେ 2 ଅକ୍ଷର ରହିଲା, 0ଟି ରହିଲା ତ 0 ଆଉ। ସେ 2 ବା 20 ଆମେ ଯେଉଁ ଅର୍ଥ ତାକୁ ନେବା, ସିଏ ହେଉଛନ୍ତି ଇଏ ସଂସାର ଖାଲି ମଣିଷ ନୁହେଁ, ପଶୁ ପକ୍ଷୀ ସବୁ ଇଏ 2 ରୂପରେ ସଂସାରକୁ ଉତ୍ପନ୍ନ କରୁଛନ୍ତି। ପତି ପତ୍ନୀ ରୂପରେ, ପିତା ମାତା ରୂପରେ, ସବୁ ତ 2 ଆଉ। ଜୀବ ପରମ ରୂପରେ, ଆତ୍ମା ପରମାତ୍ମାଙ୍କ ରୂପରେ। ତେଣୁ ଆଉ ଯେଉଁ ଆମେ ଜନ୍ମ ହେଲେ ପିତା ମାତା ଇଏ 10 ଇନ୍ଦ୍ରିୟ ଭିତରକୁ ଅଛନ୍ତି, ସେ ବି 10 ଇନ୍ଦ୍ରିୟ ଭିତରେ ଅଛନ୍ତି। ଏଇଭଳି ଭାବରେ 5 4 20 ଏବଂ ତାକୁ ହରିଲେ ବି ସେଇ 1 ସଂଖ୍ୟା ଆସିବ। 5 କେ 5 ସେ ଆସିବ ଆଉ। ତେଣୁ ଯାହା ବି ହଉ 54 ମସିହାରେ ବଳିଆର ଜନ୍ମ। ତେଣୁ ସେଇ ଜନ୍ମଟାକୁ ନେଇକିରି ଆମେ ଜନ୍ମର ସଂଖ୍ୟାରେ ମୋର କାର୍ଯ୍ୟକ୍ରମ ଚାଲିଥିବ ମଧ୍ୟ। ତେଣୁ 54 ମସିହା ଅପ୍ରେଲ ଇଂରାଜୀ 8 ତାରିଖ। ଏ 8 ସଂଖ୍ୟାରେ ଏ ସଂସାର ସୃଷ୍ଟି ହେଇଛି। ଗୀତାର ସେଇ ଶ୍ଲୋକଟି ମୋତେ ବହୁତ ଭଲ ଲାଗେ। ଭୂମି, ଜଳ, ଅଗ୍ନି, ବାୟୁ, ଆକାଶ। ସରୁ ଭୂମିରା ପାନଳ ବାୟୁ, ଖଂ ମନ, ବୁଦ୍ଧି, ଅହଙ୍କାର। ଭୂମିରା ପାନଳ ବାୟୁ ଖଂ ମନ ବୁଦ୍ଧିରେବ ଚ ଅହଙ୍କାର ଇତିୟଂ ବିଭିନ୍ନ ପ୍ରକୃତିରସ୍ଥ। ଭଗବାନ କୃଷ୍ଣ ଜନ୍ମ ହେଇଥିଲେ
जन्माष्टमी अष्टमी तिथि राधा रानी जन्म होते राधाष्टमी अष्टमी तिथि तेणु ये सेवक मध्य जन्म होती से मानकर गुण कीर्तन करने प्रचार करने गोटे इंग्राजी अष्टमी 8 तारीख ये 8 संख्या मध्य सत्य शांति दया क्षमा युक्त धर्म अर्थ काम मध्य समान 8 आ कहले आत्मा जे हृदय अच्छा आत्मीय स्वजन को नहीं जीवन गठन कर एवं ठ कहले शून्य से जो शून्य ब्रह्म निराकार मूल तत्व से निजको समर्पण कर से बड़ी जो दिन थिला अप्रैल 8 से दिन थिला से वर्ष चैत्र शुक्ल षष्ठी माँ बासंती दुर्गा पूजा समय ये सेवक को जोग माया पठेले कहीं पठेले समन्वय भाव को सृष्टि करने ठाकुर निगमानंदंकर असांप्रदायिक भावना को प्रतिष्ठा करने ठाकुर अनुकूल चंद्रकर सांप्रदाय भाव को दूरीभूत करने सर्वधर्म एक ये कथा कहने मुझे भावुँ अच्छा ये सब होती चैत्र शुक्ल षष्ठी चैत्र मास होती पवित्र मास अत्यंत चैत्र शुक्ल प्रतिपदा होती हिंदूर नुआ वर्ष ये सेवक जन्म होती हिंदू नुआ वर्ष चैत्र शुक्ल प्रतिपदा आमे सिना खाली गोटे कथा कहूँ जानुआरी 1 तक सीटा गोटे अलग कथा किंतु प्रकृत हिंदू मानक चैत्र शुक्ल षष्ठी ए वर्ष देखु पणा संक्रांति जो दिन हाँ चैत्र शुक्ल षष्ठी से दिन भी पड़ू तेणु मु भाग्यवान बोले मन करुच्ची हनुमान जन्मदिन मो जन्मदिन पालन हम चैत्र शुक्ल षष्ठी अच्छा खाली एतिक नुहे जे मोर माँ होचंती बसंत देवी गीतार लेखा ही ऋतुराज बसंत भगवान निजे ऋतुराज बसंत आउ बसंतर कूल बंदन कर मो बापा सच्चिदानंद महांती सच्चिदानंद होचंती मो पाई मु कहूनी समस्त आपण मानक श्री सच्चिदानंद सच्चिदेकं ब्रह्म ये गोटे दीक्षा यह स्मरण कले बहुत सुंदर सच्चिदानंद रूपाय से किए भगवान कृष्ण भागवतर प्रतिष्ठित श्लोक सच्चिदेकं ब्रह्म सच्चिदेकं ब्रह्म होती गोटे गुरुंकर दीक्षा सच्चिदेकं ब्रह्म भागवत कहते सच्चिदानंद रूपाय विश्व प्रत्याग हे तमें तेणु
ଏଇ ସଚ୍ଚିଦାନନ୍ଦ ହେଉଛନ୍ତି ଆମ ସମସ୍ତଙ୍କର ଇଷ୍ଟ ବଳଭଦ୍ର ଜଗନ୍ନାଥ ସୁଭଦ୍ର ଶ୍ରୀକ୍ଷେତ୍ର ତୁଳସୀ କ୍ଷେତ୍ର ମହାବିନାୟକ କ୍ଷେତ୍ର ସୌର କ୍ଷେତ୍ର ଚନ୍ଦ୍ରଭାଗା ଏଇ ହେଉଛନ୍ତି ଓଡ଼ିଶାର ଆଦି କ୍ଷେତ୍ର ବିରଜା। ये सब सच्चिदानंद जहाँ कहूँ से करुच्ची आपण कौटे मु गपुची ता नुहे मो गप जो मो कम भी से जगह कम भी कर सारी पुणी बेला पड़ब करी कि सबुदिन एमान को बढ़िया स्मरण करुच्ची एवं सच्चिदेक ब्रह्म मते जड़े दुई जन व्यक्ति मते बहु वर्ष पूर्वे से ये दीक्षा मंत्र को देइथिले तांको गुरु से मंत्र तांको देइथिले आउ कृष्णमय मोर बड़ बापा जहाँ घर मु आसिली से भी से कृष्ण को नाम रे ब्रजबंधु मोर आउ जने बापा अच्छा बंशीधर सी कृष्ण को नाम रे एवं मोर आउ जने बापा अच्छा शरत चंद्र जो शरत ऋतु राहस हुए ये हूँ मो जीवन गोटे गोटे कथा स्मृति मु निजक भावे से जयदेवंकर कथा को शेष कथाटी कृष्णाय स्तुभ्यं नमः अतसी कुसुम श्याम पद्माखं पीतवाससं कदम्ब मालिन कृष्ण ध्यायतं नास्ति दुर्गति। तेणु यही होती मोर शिशु अनंत यही होती मोर बलराम होती अनंत शिशु अनंत भी अनंत से शिशु अनंत बलरामकर को चिंतन करी मो गुरुदेव होती बक्षर बुलाराम सी मते ठाकुर निगमानंदंकर प्रतिनिधि भाव में दीक्षा देते एवं मो मानस गुरु ब सी होती बाया से बड़े मोर आध्यात्मिक पिता मते पुत्र बोली संबोधन करते से ब आउ जने ब होती गायत्री साधक बैरागी जे ओडिशार अन्य माने जानी नाहांती कि ओडिशार गुप्त गायत्री साधक बैरागी कर्म ही भगवान ये शिक्षा मु पाई से ब सी होती ब्रह्मानंद एवं जी मते मित्र बोली संबोधन करते सी करते संस्थार लोक मैंने एते आउ संपर्क रखुना गारोई ब वैकुंठ हाँ बुद्धदेव जगन्नाथ बुद्धदेव एवं मोर भी अति प्रिय क्षेत्र होची विष्णुपाद तीर्थ गया ब एवं भगवान बुद्धंकर साधना सिद्धि क्षेत्र बुद्ध गया से प्राय रहे दर्शन को कम जाए कि से क्षेत्र में रही बुद्धम शरणं गच्छामि बोली स्मरण करे यही जीवनटी मोर वायु व्याम आकाश वसुधा बन्ही बा अग्नि एमती मो जीवन वरुण बा समुद्र एमती जीवनटा मोर मु जहाँ कहूँ यही मानक सहित मो काम यही मानक काम करू वृद्ध पिता माता काम करू यही मानक काम करू यही मानक मु स्मरण करुच्ची तेणु ये 54 मसीहा चैत्र शुक्ल षष्ठी
ସୁନ୍ଦର ମାସ। ଆଉ ଇଏ ଚୈତ୍ର ମାସରେ ଯେଉଁ ଜଗନ୍ନାଥ ନିମ୍ବ କାଠରେ ତୈରି ହୁଅନ୍ତି, ଏ ଚୈତ୍ର ମାସ ହେଉଛି ଗୋଟିଏ ମାସ ନିମ୍ବ ପିତା ଖାଇବା ଦେହ ପକ୍ଷରେ ହିତକାରକ। ସେହି ନିମ୍ବ କାଠିଆ ଜଗନ୍ନାଥଙ୍କୁ ଆମ ନିମ୍ବ ସକୁଳିକୁ ଏବଂ ନିମ୍ବ ଗଛ ମୂଳେ ଜନ୍ମ ହୋଇଥିବା ନିମାଇ ସନ୍ନ୍ୟାସକୁ ଚିନ୍ତନ କରି ଆଜିର କଥା ମୁଁ ଏଇଠି ରଖୁଛି। ପୁଣି ଆପଣମାନଙ୍କୁ ଆସନ୍ତାକାଲି ଆର ଅନ୍ୟ ତତ୍ତ୍ୱ ଆହୁରି ତତ୍ତ୍ୱ ରହିଛି, ସେଇଟା ଆସନ୍ତାକାଲି ପୁଣି କହିବି। ଏତିକିରେ କଥା ରଖିଲି। ମା କଟକଚଣ୍ଡୀ, ମା କଟକଚଣ୍ଡୀ ଆଉ ଅନନ୍ତ ଇତ୍ୟାଦି ମୋର ଗୁରୁଦେବ ଆଉ ବାୟା ବୈକୁଣ୍ଠ ବିରାମ ମଧୁସୂଦନ ସମସ୍ତଙ୍କୁ ପ୍ରଣାମ ଜଣାଇ ଏତିକିରେ ରହୁଛି। ଜୟ ଗୁରୁ, ଜୟ ଜଗନ୍ନାଥ।